ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ। ଫାଇନାଲି ସେଣ୍ଟ୍ରାଲ ୟୁନିଭର୍ସିଟି ଆମର ଝାରଖଣ୍ଡ ତରଫରୁ ଆପଣଙ୍କର ଅନଲାଇନ୍ କାଉନସିଲିଂ ଆରମ୍ଭ କରିଦିଆଯାଇଛି। ତ ଯଦି ଆପଣ CUCET B.Ed ପରୀକ୍ଷା ଦେଇଥିଲେ ନା, ଦେନ୍ କାଇଣ୍ଡଲି ଆପଣମାନେ ଝାରଖଣ୍ଡ ପାଇଁ ଆପ୍ଲାଏ କରିଦିଅନ୍ତୁ। ଯଦ୍ୱାରା କି ଆପଣମାନେ ଇଜିଲି ଝାରଖଣ୍ଡରେ ଆପଣଙ୍କର ସିଲେକ୍ସନ୍ ବା ଆଡ଼ମିସନ୍ ଆପଣଙ୍କର ହେଇଯିବ। ଠିକ୍ ଅଛି, ଦେଖନ୍ତୁ ଆପଣମାନେ CUCET B.Ed ପରୀକ୍ଷା ଦେଇଛନ୍ତି। ଏବେ ଆପଣଙ୍କର କାମ ହେଉଛି ସବୁ ଜାଗାରେ କାଉନସିଲିଂ ଆପ୍ଲାଏ କରିବା। ଖାସ୍ କରିକି ସବୁ ଜାଗା ମାନେ ଯୋଉ ଜାଗାରେ ଆପଣ ପଢ଼ିବା ପାଇଁ ଚାହୁଁଛନ୍ତି। ଯେମିତି ଝାରଖଣ୍ଡ ହେଇଗଲା ଆମର, ହରିୟାଣାରେ ଅଲରେଡ଼ି ଚାଲିଛି। ଆଉ ହରିୟାଣା ପାଇଁ ଅଲରେଡ଼ି ଭିଡ଼ିଓ ମୁଁ ଅପଲୋଡ଼ କରିଦେଇଛି। ହରିୟାଣା ହେଇଗଲା ଆପଣଙ୍କର, ଦେନ୍ କୋରାପୁଟ ହେଇଗଲା ଆପଣଙ୍କର, କର୍ଣ୍ଣାଟକ ଆପଣଙ୍କର ବାହାରିବ। ଏଗୁଡ଼ା ପାଖ ଗୁଡ଼ା, ଏଗୁଡ଼ାରେ ଆପଣମାନେ ପଢ଼ିବା ପାଇଁ ଚାହୁଁଥିଲେ ପଢ଼ିପାରିବେ। ତ ଦେଖନ୍ତୁ ୟାର ଅଫିସିଆଲ ୱେବସାଇଟ୍ ହେଉଛି, ଆପଣମାନେ ସିମ୍ପଲି ଗୁଗୁଲରେ ସର୍ଚ୍ଚ କରିବେ, ନିଜେ ନିଜେ ସର୍ଚ୍ଚ କରୁଥିବେ ହେଲା, CUO ଝାରଖଣ୍ଡ ଆପଣ ସର୍ଚ୍ଚ କରିବେ। ଯେଉଁ ପ୍ରଥମ ୱେବସାଇଟ୍ ଆସିବ ୟା ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ ଲେଖା ହେଇଛି ନା, ଆଡ଼ମିସନ୍ 2024 ଲେଖା ହେଇଛି। ୟା ଉପରେ ଆପଣ କ୍ଲିକ୍ କରିବେ। ଯେମିତି ଆପଣ ୟା ଉପରେ କ୍ଲିକ୍ କରିବେ, ଦେଖନ୍ତୁ ଆସିଗଲା। ଠିକ୍ ଅଛି, ଏଇପଟେ ଲେଖା ହେଇଛି, ଦେଖନ୍ତୁ ଭଲସେ ଭଲସେ ଦେଖିବାଲା, ପୋଷ୍ଟ ଗ୍ରାଜୁଏଟ୍ ପ୍ରୋଗ୍ରାମ ଲେଖା ହେଇଛି ନା, ୟା ଉପରେ କ୍ଲିକ୍ କରିବେ। ଠିକ୍ ଅଛି, ୟା ଉପରେ କ୍ଲିକ୍ କରିବେ। ଯେମିତି ଆପଣ କ୍ଲିକ୍ କରିବେ ଆସିଗଲା ଏଇଟା ରେଜିଷ୍ଟ୍ରେସନ ଆଉ କାଉନସିଲିଂ ଲିଙ୍କ୍। ୟା ଉପରେ କ୍ଲିକ୍ କଲେ ଆପଣଙ୍କର ଓପେନ୍ ହେଇଯିବ। ଏଇଠି ଆପଣ ନ୍ୟୁ ରେଜିଷ୍ଟ୍ରେସନ ଉପରେ କ୍ଲିକ୍ କରିକି ଆପଣମାନେ ଆପ୍ଲାଏ କରିବେ। ଠିକ୍ ଅଛି, ସେମ୍ ଜିନିଷ ସମସ୍ତଙ୍କର ସେମ୍। ଏବେ କେତେ ଟଙ୍କା ଖର୍ଚ୍ଚ ହେବ ଦେଖନ୍ତୁ। ଆଗ ସିଟ୍ ଆପଣଙ୍କୁ ମୁଁ କହିଦେଉଛି। ଦେଖନ୍ତୁ ଝାରଖଣ୍ଡରେ ଆପଣଙ୍କର B.Ed ସିଟ୍ ହେଉଛି ଆମର 125ଟି। 125ଟି ଆପଣଙ୍କର ସିଟ୍ ଅଛି, ଆପଣମାନେ ଆପ୍ଲାଏ କରନ୍ତୁ। ଠିକ୍ ଅଛି, ସାଇନ୍ସ ପିଲାମାନେ ଫିଜିକାଲ ସାଇନ୍ସ ଆଉ ମ୍ୟାଥମେଟିକ୍ସ ପାଇଁ ଆପ୍ଲାଏ କରିବେ। ଆର୍ଟ୍ସ ପିଲାମାନେ ଆପଣଙ୍କର ଏଇ ଯେଉଁ ଲାଙ୍ଗୁଏଜ ଆଉ ସୋସିଆଲ ସାଇନ୍ସ ପାଇଁ, ଲାଇଫ ସାଇନ୍ସ ପାଇଁ ଆପଣଙ୍କର ସାଇନ୍ସ ପିଲାମାନେ ଆପ୍ଲାଏ କରିବେ। ଠିକ୍ ଅଛି, ହେଲା, କିଛି କଥା ନାହିଁ, ଆପଣ କିଛି ବି ଚୁଜ୍ କରିପାରିବେ, ନୋ ପ୍ରୋବ୍ଲେମ୍। ବଟ୍ ଆର୍ଟ୍ସ ପିଲାମାନେ ଏଇ ଦୁଇଟାକୁ ଆପ୍ଲାଏ କଲେ ଭଲ, ସାଇନ୍ସ ପିଲାମାନେ ଏଇଟା ପାଇଁ ଆପ୍ଲାଏ କରିବେ, ହେଲା। ଠିକ୍ ଅଛି, ଏବେ ସିଟ୍ ଆପଣ ଦେଖିଦେଲେ। ଏବେ କେତେ ଟଙ୍କା ଖର୍ଚ୍ଚ ହେବ ଦେଖନ୍ତୁ ଆପ୍ଲାଏ କରିବା ପାଇଁ, ମାନେ କାଉନସିଲିଂ ପାଇଁ କେତେ ଖର୍ଚ୍ଚ ହେବ। ଆଉ ଆପ୍ଲାଏ 29 ତାରିଖରୁ ଆରମ୍ଭ ହେଇଛି, 18 ମେ ପର୍ଯ୍ୟନ୍ତ ଆପଣଙ୍କର ଚାଲିବ। ଠିକ୍ ଅଛି, ଯେଉଁମାନେ ଜେନେରାଲ, OBC, EWS ସେମାନଙ୍କୁ 800 ଟଙ୍କା ପଡ଼ିବ। ST SC ପିଲାଙ୍କୁ 400 ଟଙ୍କା ପଡ଼ିବ। ଝିଅମାନଙ୍କୁ ଆଉ ଦିବ୍ୟାଙ୍ଗମାନଙ୍କୁ 200 ଟଙ୍କା ପଡ଼ିବ। ଏଇଟା ନନ୍ ରିଫଣ୍ଡେବୁଲ୍ ଅଟେ। ଦେଖନ୍ତୁ ଏଇଟା ହେଉଛି କାଉନସିଲିଂ ପାଇଁ ଆପ୍ଲାଏ କରିବେ। ହବ କି ନ ହବ ସେଇଟା ମୋତେ ବି ଜଣା ନାହିଁ। ଆପଣଙ୍କର କାମ ହେଉଛି ଆପ୍ଲାଏ କରିବା। ଯଦି ପଢ଼ିବା ପାଇଁ ଚାହୁଁଛନ୍ତି, ବହୁତ ଅଳ୍ପ ଖର୍ଚ୍ଚରେ ଆପଣଙ୍କର ହେଇଯିବ। CUCET B.Ed ପରୀକ୍ଷା ଦେଇଛନ୍ତି, ଆପଣମାନେ ଆପ୍ଲାଏ କରନ୍ତୁ। ଏବେ ଆପ୍ଲାଏ କଲା ସମୟରେ କ'ଣ କ'ଣ ଡକୁମେଣ୍ଟ ଦରକାର ହେବ ଦେଖନ୍ତୁ। ଯେମିତି ଆପଣଙ୍କର ପାସପୋର୍ଟ ସାଇଜ୍ ଫଟୋ ଦରକାର ହେବ, 10th ମାର୍କସିଟ୍ ସାର୍ଟିଫିକେଟ୍, +2 ମାର୍କସିଟ୍ ସାର୍ଟିଫିକେଟ୍, ଗ୍ରାଜୁଏସନ୍ ମାର୍କସିଟ୍ ସାର୍ଟିଫିକେଟ୍। ଏବେ ଆପଣଙ୍କୁ ଏବେ ସାର୍ ଆମର ଫାଇନାଲ୍ ଇୟର୍ ରେଜଲ୍ଟ ବାହାରିନି ଯେ, ତ ଆପଣ ଟିକେ ୱେଟ୍ କରନ୍ତୁ। ପ୍ରାୟତଃ 18 ମେ ସୁଦ୍ଧା ଆପଣଙ୍କର ବାହାରିଯିବ। ଯଦି ନ ବାହାରେ, ଦେନ୍ ସେଇଠି ଆପଣଙ୍କର ଅପସନ୍ ଥିବ ଆପ୍ଲାଏ କଲା ସମୟରେ, ଦେଖିବେ ଯେ ଆଇ ଡୋଣ୍ଟ ହ୍ୟାଭ୍ ଦିସ୍ କ୍ୱାଲିଫିକେସନ୍ ଆସିବ। ତାପରେ ଆପଣଙ୍କର ମେଟ୍ରିକ୍ ସାର୍ଟିଫିକେଟ୍, CUCET B.Ed ର ଆପ୍ଲିକେସନ୍ ଫର୍ମ, ଆଡ଼ମିଟ୍ କାର୍ଡ଼, CUCET B.Ed ର ସ୍କୋର କାର୍ଡ଼ ଆପଣଙ୍କର ଥିବ। ତାପରେ କାଷ୍ଟ ସାର୍ଟିଫିକେଟ୍ ଆପଣଙ୍କର ଅଛି, ହେଲେ ଆପଣ ଦେବେ। ଆଉ ଏଗୁଡ଼ାକୁ ଦେଇକି ଆପଣମାନେ ଆପ୍ଲାଏ କରିଦିଅନ୍ତୁ, ହେଲା। 18 ମେ ପୂର୍ବରୁ ଆପ୍ଲାଏ କରିବେ, ନହେଲେ ଝାରଖଣ୍ଡ ଆପଣଙ୍କର ଆପ୍ଲାଏ ସରିଯିବ। ଆଉ କିଛି ପ୍ରୋବ୍ଲେମ୍ ହେଲେ ଆପଣ ଏଇ ନମ୍ବର ମାନଙ୍କରେ ଆପଣମାନେ କଣ୍ଟାକ୍ଟ କରିପାରିବେ, କିଛି ଅସୁବିଧା ନାହିଁ। ଠିକ୍ ଅଛି, ଝାରଖଣ୍ଡକୁ ଯେମିତି ମିସ୍ କରିବେନି। ଆଉ ହରିୟାଣା ତ ମୁଁ ଆପଣଙ୍କୁ ଭିଡ଼ିଓ ବନେଇକି ଦେଖେଇ ଦେଇଛି ହରିୟାଣା ପାଇଁ। ଆଉ ଗୋଟେ ରହିଲା କୋରାପୁଟ। କୋରାପୁଟ ପାଇଁ ଦେଖନ୍ତୁ, କୋରାପୁଟରେ ବୋଧହୁଏ ଆପ୍ଲାଏ ଷ୍ଟାର୍ଟ ହେଇନି, ଆପଣମାନେ ଚେକ୍ କରୁଥିବେ। CUO କୋରାପୁଟ ମାରିଲେ ଏବେ ଦେଖନ୍ତୁ ଆପଣଙ୍କର ଏଇଠି ଆସିବା ଆପଣଙ୍କର ଅପସନ୍। ଏଠି ଲେଖା ହେଇନି ଆଡ଼ମିସନ୍ CUET PG 2024 ଉପରେ କ୍ଲିକ୍ କଲେ। ଯେମିତି ଆପଣ କ୍ଲିକ୍ କରିବେ, ଦେଖନ୍ତୁ ଷ୍ଟାର୍ଟ ହେଇନି। ଏମାନଙ୍କର ମଧ୍ୟ ଷ୍ଟାର୍ଟ ହେବ। ଯେମିତି ଷ୍ଟାର୍ଟ ହେବ, ଏଇଠି ଆପଣମାନେ ଅପସନ୍ ଆସିଯିବ ଆପଣଙ୍କର, ଆପଣମାନେ ଆପ୍ଲାଏ କରିପାରିବେ। ଷ୍ଟାର୍ଟ ହେଇନି, ହେଲା। ତାପରେ କର୍ଣ୍ଣାଟକରେ ଆପଣଙ୍କୁ ଦେଖିଦିଅନ୍ତୁ, ଆପଣ ଯଦି କିଛି ଆରମ୍ଭ ହେଇଛି କି। CUCET କର୍ଣ୍ଣାଟକ, କର୍ଣ୍ଣାଟକରେ ବି ଟିକେ ଦେଖିଦିଅନ୍ତୁ, ଆପଣ ଚେକ୍ କରୁଥିବେ, ହେଲା। ନା, କର୍ଣ୍ଣାଟକରେ ମଧ୍ୟ ଏପର୍ଯ୍ୟନ୍ତ ଆରମ୍ଭ ଆପଣଙ୍କର ହେଇନି। ଠିକ୍ ଅଛି, ଯେମିତି ଆରମ୍ଭ ହେବ ମୁଁ ଆପଣଙ୍କୁ ଜଣେଇଦେବି। ତ ବର୍ତ୍ତମାନ ହରିୟାଣା ଆଉ ଝାରଖଣ୍ଡ ଆପ୍ଲାଏ ଚାଲିଛି। ଆଉ ହଁ, ଆଉ ଗୋଟେ କିଛି ପିଲାମାନେ କ'ଣ ସେ ଲଭଲି ନା କ'ଣ ଗୋଟେ କଲେଜ
ଥିଲା ଆପଣଙ୍କର ସେଇଠି ଆପ୍ଲାଏ ଆପଣ ମାନେ କରିଥିଲେ ତ ତାର ଏଡମିସନ୍ ସିଲେକ୍ସନ୍ ଆପଣଙ୍କର ପ୍ରାୟ ହ୍ୱାଟ୍ସଆପ୍ ମାଧ୍ୟମରେ ଆସିଯାଇଥିବ। ତ ଯଦି ଆପଣମାନେ ସେଠି ପଢ଼ିବା ପାଇଁ ଚାହୁଁଛନ୍ତି ଦେନ୍ ଆଡ଼ମିସନ୍ କରିଦିଅନ୍ତୁ। ଯୋଉଠି ଆଡ଼ମିସନ୍ କରିବା ପାଇଁ ଚାହିଁବରେ ସେଇ ଜାଗାରେ କରିବ, ନହେଲେ ବେକାର କ'ଣ ପାଇଁ କରିବ। ତୁମେ ଝାଡ଼ଖଣ୍ଡ ହେଇଗଲା, କୋରାପୁଟ ହେଇଗଲା, ଏଗୁଡ଼ା ପାଖ। ଝାଡ଼ଖଣ୍ଡ, କୋରାପୁଟ, କର୍ଣ୍ଣାଟକ, ହରିୟାଣା, ଦିଲ୍ଲୀ, ସେଗୁଡ଼ା ଆପଣଙ୍କର ପାଖ ଗୁଡ଼ା। ଆପଣମାନେ ନିଜେ ନିଜେ ଚେକ୍ କରିଦେବେ ହେଲା। ଆଉ କହିବେ ସାର୍ ଆଉ କୋଉ କଲେଜ, ଆପଣମାନେ CUET PG ମାରିବେ, ଗୁଗଲରେ ସର୍ଚ୍ଚ କରିବେ CUET PG ହେଲା। ଏଇ ଯୋଉ ପ୍ରଥମ ୱେବସାଇଟ୍ ଆସିଲା ୟା ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ଆପଣମାନେ ଯିବେ ୟୁନିଭର୍ସିଟିଜ୍ ଉପରେ କ୍ଲିକ୍ କରିବେ। ୟୁନିଭର୍ସିଟିଜ୍ ଉପରେ କ୍ଲିକ୍ କଲା ପରେ ନହେଲେ ଆପଣ ସିମ୍ପଲି କୋର୍ସେସ୍ ଉପରେ କ୍ଲିକ୍ କରିବେ। କୋର୍ସେସ୍, ଏବେ ଏଇଠି ଆପଣ ସର୍ଚ୍ଚ କରିବେ ବିଏଡ୍ ଆପଣ ସର୍ଚ୍ଚ କଲେ ଯେମିତି ବିଏଡ୍ ଆପଣ ସର୍ଚ୍ଚ କରିବେ, ଦେଖନ୍ତୁ ଆସୁନି, ଆସୁଛି କି ଆସୁନି। ଏବେ ଆପଣମାନେ PGQP ଟିକେ ରହିଯାଆନ୍ତୁ। ଆମର ଯୋଉ କୋଡଟା ଆପଣଙ୍କର ଥିଲା, ଟିକେ ରହିଯାଆନ୍ତୁ। ଏଇଠି ଆମର ବିଏଡ୍ ର କୋଡ୍ ଆପଣଙ୍କର ଥିଲା ଯୋଉଟା ଆମେ ଆପ୍ଲାଏ କରିଥିଲେ COQP03। COQP03 ଏଇଠି ଆପଣମାନେ ୟୁନିଭର୍ସିଟିଜ୍ ଉପରକୁ ଯାଇକି ନହେଲେ କୋର୍ସେସ୍ ଉପରକୁ ଯାଇକି COQP03 ମାରିଲେ ଆସୁନି ହେଲା। ତ ଆପଣଙ୍କୁ ଗୋଟେ ଗୋଟେ ୟୁନିଭର୍ସିଟି ଚେକ୍ କରିବା ପାଇଁ ପଡ଼ିବ। ଗୋଟେ ଗୋଟେ ମାନେ ଆପଣମାନେ ତ ଆପ୍ଲାଏ କଲା ସମୟରେ ଯୋଉ ୟୁନିଭର୍ସିଟି ଦେଇଛନ୍ତି ସେଥିରେ ବି ହବ, ଯଦି ଦେଇନାହାନ୍ତି ସେଥିରେ ବି ହବ। ଦେଖନ୍ତୁ ହରିୟାଣା, ଦେନ୍ ଜାମ୍ମୁରେ ଅଛି କି ଜାମ୍ମୁରେ COQP03। ମୁଁ ତ କହିଥିଲି ଆପ୍ଲାଏ କଲା ସମୟରେ ସବୁ ଗୁଡ଼ାକୁ ଏଡ୍ କରିକି ଆପ୍ଲାଏ କରିବ। ଜାମ୍ମୁରେ ଆପଣଙ୍କର ନାହିଁ ହେଲା। ତାପରେ ଆପଣଙ୍କର ଓଡ଼ିଶାରେ ତ ଅଲରେଡ଼ି ଅଛି ଆମର। ରାଜସ୍ଥାନ ଟିକେ ଦୂର ହେଇଯାଉଛି ପିଲାମାନେ ଆପଣଙ୍କର। ତାପରେ ଆଉ କୋଉ ଜାଗାରେ ଦେଖିଦେବେ COQP03 ଅଛି, ସେଇ ଜାଗାରେ ଆପଣମାନେ ପଢ଼ିପାରିବେ ଆଉ। COQP03 BHUରେ ଅଛି କି ବନାରସ ହିନ୍ଦୁ ୟୁନିଭର୍ସିଟିରେ ଥିବ ହେଲେ ତାଙ୍କର ୱେବସାଇଟ୍କୁ ଯାଇକି ଆପଣମାନେ ଚେକ୍ କରୁଥିବେ ହେଲା। ଆଉ ସେଇଠି ହଁ COQP03 ଦେଖିଦିଅନ୍ତୁ ଏଇଠି। ନାଇଁ COQP03 ତାଙ୍କର ନାହିଁ, ଏଗୁଡ଼ା ଅଲଗା କୋର୍ସ ଗୁଡ଼ା ହେଲା। COQP04 ଅଛି, ଆପଣମାନେ ଚେକ୍ କରିଦେବେ ଯୋଉ କଲେଜରେ ଅଛି ଏଇଠି ସେଇ କଲେଜ ମାନଙ୍କରେ ଆପଣମାନେ ଆପ୍ଲାଏ କରିବେ ଆଉ। କଲେଜ ତ ବହୁତ ଅଛି ହେଲା, ହେଲେ ବି ଆପଣ ଚେକ୍ କରିକି ଆପ୍ଲାଏ କରିବେ ଆଉ। ଠିକ୍ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ।